ଥରେ ମୋତେ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଉଥିଲା। ସ୍ୱାମୀ ତ ଘରେ ରୁହନ୍ତି ନାହିଁ, ତେଣୁ କିପରି ଗିଆଁ ଖାଇବି ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଲି। କ'ଣ କରିବି? ତ ଏହି ସମୟରେ ମୋର ଦେଢ଼ଶୁରର ପୁଅ, ଯିଏକି ନବମ ଶ୍ରେଣୀରେ ପାଠ ପଢ଼ୁଥିଲା, ତାହାରି କଥା ମୋ ମନ ଭିତରକୁ ଆସିଲା। ମୁଁ ଭାବିଲି, ଯଦି ତାକୁ ଯେକୌଣସି ପଥେ ପଟାଇ ଯଦି ତା ପାଖରୁ ମୁଁ ଗିଆଁ ଖାଆନ୍ତି, ତେବେ ମୋ ବିଆ ଶାନ୍ତି ହୋଇଯାଆନ୍ତା। ତ ମୁଁ ବି ମୋ ପ୍ଲାନ୍ରେ ସକ୍ସେସ୍ ହେଇଥିଲି ଏବଂ ମୋ ଦେଢ଼ଶୁରର ପୁଅକୁ ପଠାଇ ତା ପାଖରୁ ଗିଆଁ ଖାଇଥିଲି। ତ ଏସବୁ ଘଟଣା କିପରି ଘଟିଥିଲା ସେ ବିଷୟରେ ମୁଁ ଆଜି ଡିଟେଲ୍ସ ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆଁ ଗିହିଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିନେବା। ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ବାହାରେ ରହି ଚାକିରି କରନ୍ତି। ତ 2 ମାସେ 3 ମାସେ ଏମିତି ଥରେ ଅଧେ ଘରକୁ ଆସନ୍ତି। ମୁଁ କିନ୍ତୁ ବହୁତ ବେଥି ଏବଂ ଦେଖିବାକୁ ମଧ୍ୟ ମୁଁ ଖୁବ୍ ସୁନ୍ଦର, ସେକ୍ସି। ମୋତେ ବରାବର ଗିଆଁ ଖାଇବାକୁ ଇଚ୍ଛା ହୁଏ, କିନ୍ତୁ ମୋ ଭାଗ୍ୟ ଖରାପ। ସ୍ୱାମୀ ବାହାରେ ରହୁଥିବା ଯୋଗୁଁ ମୁଁ ଆଉ ଗିଆଁର ସୁଖ ସଦାବେଳେ ପାଇପାରେ ନାହିଁ। ତ ଥରେ କ'ଣ ହେଲା, ମୋତେ ଗିଆଁ ଖାଇବାକୁ ପ୍ରବଳ ମାତ୍ରାରେ ଇଚ୍ଛା ହେଲା। କିନ୍ତୁ କ'ଣ କରିବି, କେମିତି ଗିଆଁ ଖାଇବି? ଆଙ୍ଗୁଠି ବିଆରେ କେତେ ବା ଆଉ ପୂରେଇବି? ତ ଏଇ କଥା ଚିନ୍ତା କରୁ କରୁ ମୋ ଦେଢ଼ଶୁରର ପୁଅ, ଯିଏକି ନବମ ଶ୍ରେଣୀରେ ପାଠ ପଢ଼ୁଥିଲା, ତା କଥା ମୋ ମନ ଭିତରକୁ ଆସିଲା। ମୁଁ କହିଲି, ଆରେ ଟୋକାଟା ଏତେ ସୁନ୍ଦର ହେଇଛି, ତ ତାକୁ ଯଦି କେମିତି ପଟାଇ ଗିଆଁ ଖାଇ ହୁଅନ୍ତା, ତେବେ ବହୁତ ମଜା ଲାଗନ୍ତା ଏବଂ କଷି ବାଣ୍ଡର ଗିଆଁ, ତା'ର ମଜା ଗୋଟେ ଅନ୍ୟ ଧରଣର ହୁଅନ୍ତା। ତ ଏହି ପ୍ରକାର ଚିନ୍ତା କରୁ କରୁ ଥରେ ସୁଯୋଗ ମୋ ପାଇଁ ଆସିଯାଇଥିଲା। ଘରେ କ'ଣ ଗୋଟେ ଅନୁଷ୍ଠାନ ପାଇଁ ବନ୍ଧୁ ଘରକୁ ସମସ୍ତେ ଯାଇଥିଲେ। କେବଳ ଆମେ ରହିଯାଇଥିଲୁ କାକି ଆଉ ପୁତୁରା। ତ ସେଇଦିନ ଥିଲା ମୋ ପାଇଁ ସୁବର୍ଣ୍ଣ ସୁଯୋଗ। ମୁଁ କହିଲି, ଏ ସୁଯୋଗକୁ ହାତଛଡ଼ା କଲେ ଆଉ ସମ୍ଭବ ହୋଇପାରିବ ନାହିଁ। ତେଣୁ ମୁଁ କ'ଣ କଲି ନା, ସହଳ ରୋଷେଇ ସାରି, ଖିଆପିଆ ସାରି ମୁଁ ମୋ ରୁମ୍ରେ ଶୋଇବାକୁ ଗଲି, କିନ୍ତୁ କବାଟଟିକୁ ଲଗାଇଲି ନାହିଁ। ମୋ ଦେଢ଼ଶୁରର ପୁଅ, ସିଏ ବହୁତ ନଟଖଟିଆ। ଏ ରୁମ୍ରେ ପଶିବ, ସେ ରୁମ୍ରେ ପଶିବ, ତା'ର ଏଇଟା ଗୋଟେ ବଦଗୁଣ। ତେଣୁ ମୁଁ ଜାଣି କବାଟ ନ ଲଗାଇ ଘର ଭିତରେ ଶୋଇପଡ଼ିଲି ଏବଂ ମୁଁ ଶୋଇଥିବା ସମୟରେ ମୋ ଛାତିରୁ ଲୁଗାଟିକୁ ବାହାରକୁ ବାହାର କରିଦେଇଥିଲି ଏବଂ ଶାଢ଼ୀଟିକୁ ଗୋଡ଼ ପଟରୁ ଉପରକୁ ଟେକି ଜଙ୍ଘ ପର୍ଯ୍ୟନ୍ତ ରଖିଦେଇଥିଲି। ମୁଁ ଜାଣିଛି ପୁତୁରା ଯେତେବେଳେ ବି ହେଲେ ଘର ଭିତରକୁ ପଶିବ। ଅଧଘଣ୍ଟା ଯାଇଛି, ତାପରେ ସେଇ ପୁତୁରା କ'ଣ କଲା ନା, ମୋ ଘର ଭିତରକୁ ପଶିଲା। ସେ ଯେମିତି ଘର ଭିତରକୁ ପଶିଛି, ମୁଁ କ'ଣ କଲି ନା, ଆଖିଟିକୁ ବନ୍ଦ କରି ରଖିଲି ଏବଂ ମିଟି କରି ଦେଖୁଥିଲି ସେ କ'ଣ କରୁଛି। ସେ କ'ଣ ଥାକରେ ଟିକେ ଖୋଜାଖୋଜି କଲା। ତାପରେ ମୋ ଆଡ଼କୁ ଯେତେବେଳେ ତା'ର ନଜରଟି ପଡ଼ିଗଲା, ସେ ଦେଖିଲା ଯେ ମୋ ଦୁଧ ଗୁଡ଼ିକ, ବଡ଼ ବଡ଼ ଦୁଧ ଗୁଡ଼ିକ ସାମ୍ନାକୁ ପୁରା ଦେଖାଯାଉଛି ଏବଂ ମୋ ଜଙ୍ଘ ପର୍ଯ୍ୟନ୍ତ ଲୁଗା ଟେକା ଅଛି। ସେ ତ ଟୋକା ଲୋକଟି, ତେଣୁ ସିଏ ଯେତେବେଳେ ଏଭଳିଆ ଦୃଶ୍ୟ ଦେଖିଛି, ତା ଆଖିକୁ ଆଉ ସେ ବନ୍ଦ କରିପାରିଲା ନାହିଁ। ସେ କ'ଣ ହେଲା ନା, ତଟସ୍ଥ ହୋଇ ପୁରା ମୋ ଶରୀରକୁ ଚାହିଁ ରହିଥିଲା। ଗୋଡ଼ ପାଖରୁ ମୋ ଦୁଧ ପର୍ଯ୍ୟନ୍ତ ସେ ଖାଲି ଚାହିଁ ରହିଥିଲା। ତ ମୁଁ ଭାବିଲି, ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ। ମୁଁ କ'ଣ କଲି ନା, ଫଟକିନା ଉଠି ପଡ଼ିଲି ଏବଂ ତାକୁ କହିଲି, ଆରେ ତୁ କ'ଣ କରୁଥିଲୁ? ସେ ପୁରା ଚମକି ପଡ଼ିଲା। ସେ କହିଲା, ନାଇଁ କାକି, ମୁଁ ଏମିତି ଘର ଭିତରକୁ ଆସିଥିଲି। ମୁଁ କହିଲି, ରହ, ତୁ ଯଦି ଘର ଭିତରକୁ ଆସିଲୁ, ତେବେ ତୁ ଏ ପଲଙ୍କ ପାଖରେ ଛିଡ଼ା ହେଇ କ'ଣ ଦେଖୁଥିଲୁ? ସେ ଆଉ କିଛି କହିଲା ନାହିଁ, ତଳକୁ ମୁହଁ ପୋତି ଛିଡ଼ା ହେଲା। ମୁଁ କହିଲି, କହ, ତୁ କ'ଣ ଦେଖୁଥିଲୁ କହ।
ସେ ଆଉ କିଛି ନ କହି ଖାଲି ତଳକୁ ମୁହଁ କରି ରହିଥିଲା। ମୁଁ ପୁନର୍ବାର ତାକୁ ଟିକେ ରାଗିକରି ପଚାରିଲି, ଆରେ କହୁନୁ କ'ଣ ଦେଖୁଥିଲୁ କହ। ସେ ଆସ୍ତେ ଆସ୍ତେ କହିଲା, ତମେ ଯେମିତି ଶୋଇଥିଲ ତମ ଶରୀରର ସବୁ ଅଙ୍ଗ ଗୁଡ଼ିକ ଦେଖାଯାଉଥିଲା, ତେଣୁ ମୁଁ ଚାହିଁ ଦେଇଥିଲି। ମୁଁ କହିଲି, ଆରେ ତୁ ଛୋଟ ପିଲାଟି, ତୁ କ'ଣ ଏମିତି କଥା କହୁଛୁ? ହବନି, ମୋତେ ଏ କଥା ଗୁଡ଼ିକ ତୋ ବାପାଙ୍କୁ ଏବଂ ତୋ ମାଆକୁ କହିବାକୁ ପଡ଼ିବ। ସେ ସିଧା କ'ଣ କଲା, ଡରିଗଲା ଏବଂ ଭୟରେ ମୋ ଗୋଡ଼ ପାଖକୁ ଆସି ମୋ ଗୋଡ଼କୁ ଧରି ପକାଇଲା ଏବଂ କହିଲା, କାକି ମୋର ଭୁଲ ହେଇଯାଇଛି, ମୋତେ ତୁମେ କ୍ଷମା କରିଦିଅ, କାରଣ ମୁଁ ଆଉ ଏମିତି ଭୁଲ କେବେ କରିବି ନାହିଁ। ମୁଁ କହିଲି, ନାଇଁ ନାଇଁ, ଏ ଭୁଲର କ୍ଷମା ନାହିଁ, କାରଣ ତୁ ଯେମିତି ଆଜି ମୋତେ ଦେଖୁଥିଲୁ ଆଉ ଅଳ୍ପ ସମୟ ପରେ ତୁ ଯେ କିଛି କରିନଥାନ୍ତୁ ତାର କିଛି ଗ୍ୟାରେଣ୍ଟି ଅଛି କି? ସେ କହିଲା, ନାହିଁ କାକି ମୋର କିଛି କରିବା ଉଦ୍ଦେଶ୍ୟ ନଥିଲା, ମୁଁ ଖାଲି ଏମିତି ଚାହିଁ ରହିଥିଲି। ମୁଁ କହିଲି, ନା ନା, ତୁ ବହୁତ ବଦମାସ ହେଇଗଲୁଣି। ଏଇ କଥା କହି ମୁଁ ତାକୁ ମୋ ପାଖକୁ ଟାଣି ନେଲି ଏବଂ ମୋ ଜଙ୍ଘ ଉପରେ ତାକୁ ବସେଇଲି। ମୁଁ କହିଲି, କହ, ତୁ ଆଉ କେବେ ଏମିତି ଭୁଲ କରିବୁ ନାହିଁ ତ? ସେ କହିଲା, ନା, ମୁଁ ଆଉ କେବେ ଏମିତି ଭୁଲ କରିବି ନାହିଁ। ଏଇ କଥା ହଉ ହଉ ମୁଁ କ'ଣ କଲି ନା ତା ଦେହରେ ଖାଲି ହାତ ବୁଲେଇଲି, ତା ଛାତିରେ, ତା ଗାଲରେ ଏମିତି ଖାଲି ହାତ ବୁଲଉଥିଲି। ମୁଁ ଯେତେ ହାତ ବୁଲଉଥିଲି ସେ ଆସ୍ତେ ଆସ୍ତେ ସେତେ ଉତ୍ତେଜିତ ହେଉଥିଲା। ତାପରେ ମୁଁ କ'ଣ କଲି ନା ଆସ୍ତେ ଆସ୍ତେ ତା ଜଙ୍ଘରେ ହାତ ବୁଲେଇଲି। ଯେତେବେଳେ ମୁଁ ତା ଜଙ୍ଘରେ ହାତ ବୁଲାଏ ଦେଖିଲି ତା ପେଣ୍ଟ ଭିତରେ ତାର ବାଣ୍ଡଟି ପୁରା ଷ୍ଟ୍ରଙ୍ଗ ହେଇଗଲାଣି। ତେଣୁ ଏଇ ମୌକାରେ ମୁଁ କ'ଣ କଲି ନା ତା ବାଣ୍ଡଟିକୁ ହାତରେ ଧରିନେଲି। ସେ କହିଲା, କାକି ମୋତେ ଛାଡ଼ିଦିଅ, ମୋତେ ଆଦୌ ଭଲ ଲାଗୁନି। ମୁଁ କହିଲି, ଆରେ ଶୁଣ, ତୁ ତ ଗୋଟିଏ ଭୁଲ କରିସାରିଛୁ, ତେଣୁ ତୋର ଦଣ୍ଡ ହେଉଛି କ'ଣ ନା ତୁ ଯଦି ମୋ କଥାରେ ବର୍ତ୍ତମାନ ରାଜି ହେବୁ ତେବେ ମୁଁ ଏ କଥା ଆଉ କାହାରି ପାଖରେ କହିବି ନାହିଁ। ସେ କହିଲା, କ'ଣ କୁହ। ମୁଁ କହିଲି, ତୁ ବର୍ତ୍ତମାନ ମୋତେ ଡେଇଁବା କଥା ଶୁଣି ସେ ପୁରା ଚମକି ପଡ଼ିଲା। ସେ କହିଲା, କାକି ମୁଁ କେବେ କାହାକୁ ଡେଇଁ ନାହିଁ। ମୁଁ କହିଲି, ଆରେ ଡେଇଁବା କ'ଣ ମା ପେଟ ଭିତରୁ କିଏ ଶିଖିକରି ଆସିଥାଏ? ଆସ୍ତେ ଆସ୍ତେ ସମସ୍ତେ ଶିଖିଯାଆନ୍ତି। ତେଣୁ ତୋର ବଞ୍ଚିବାର ଗୋଟିଏ ଉପାୟ, ତୁ ମୋତେ ଆଜି ଡେଇଁବୁ। ଏଇ କଥା କହି ମୁଁ କ'ଣ କଲି, ତା ପ୍ୟାଣ୍ଟର ଚେନ୍ଟିକୁ ଟାଣିଦେଲି ଏବଂ ତା ବାଣ୍ଡଟିକୁ ବାହାର କରି ଆଣିଲି। ଲମ୍ବା ବାଣ୍ଡଟିଏ ଏବଂ ଷ୍ଟ୍ରଙ୍ଗ ହେଇସାରିଥିଲା। କିଛି ସମୟ ତା ବାଣ୍ଡକୁ ଧରି ମୁଁ ଯେତେବେଳେ ହଲେଇଲି ସେ ଆଉ ବ୍ୟସ୍ତ ହୋଇପଡ଼ିଲା ଡେଇଁବା ପାଇଁ, ଆଉ ମନା ମଧ୍ୟ କଲା ନାହିଁ। ମୁଁ କ'ଣ କଲି ନା ତଳେ ଶୋଇପଡ଼ିଲି ଏବଂ ତାକୁ ମୋ ଉପରକୁ ଟାଣି ନେଲି ଏବଂ ମୋର ଶାଢ଼ୀ ଖୋଲି, ମୋ ବ୍ଲାଉଜ୍ ଖୋଲି, ମୋର ବଡ଼ ବଡ଼ ଦୁଇଟି ଦୁଧକୁ ତା ସାମ୍ନାରେ ରଖିଦେଲି ଏବଂ କହିଲି, ତୁ ଯେତେ ପାରୁଛୁ ଆଜି ଏ ଦୁଧକୁ ଚିପୁଡ଼ ଏବଂ ଖା। ସେ ମଧ୍ୟ ସେୟା କଲା। ସେ କ'ଣ କଲା ନା ମୋ ଦୁଧରେ ପାଟି ଲଗେଇ ବହୁତ ସମୟ ଧରି ଦୁଧକୁ ଚୁଚୁମିବାକୁ ଲାଗିଲା। ତାପରେ ଆସ୍ତେ ଆସ୍ତେ ମୁଁ ତାର ମୁଣ୍ଡକୁ ତଳକୁ ଖସାଇ ଖସାଇ ନେଇ ମୋ ବିଆ ପାଖରେ ରଖିଦେଲି ଏବଂ କହିଲି, ମୋ ବିଆକୁ ଭଲ ଭାବରେ ଚାଟ। ସେ ମଧ୍ୟ ସେୟା କଲା। ମୋ ବିଆକୁ ପାଖାପାଖି 7ରୁ 8 ମିନିଟ୍ ପର୍ଯ୍ୟନ୍ତ ମୋ ବିଆକୁ ଚାଟିଲା। ତେଣୁ ସେ ପ୍ରବଳ ମାତ୍ରାରେ ଉତ୍ତେଜିତ ହେଇଯାଉଥିଲା। ତାପରେ ସେ କହିଲା, କାକି ଆଉ ମୁଁ ସମ୍ଭାଳି ପାରୁନାହିଁ, ମୋତେ ବର୍ତ୍ତମାନ ଡେଇଁବାକୁ ଦିଅ। ମୁଁ କହିଲି, ହଉ ଠିକ୍ ଅଛି। ତାପରେ ସେ ମୋତେ ଡେଇଁବାକୁ ଆରମ୍ଭ କଲା। ମୁଁ କ'ଣ କଲି, ମୋର ଦୁଇ ଗୋଡ଼କୁ ଉପରକୁ ଟେକି ଧରିଲି ଏବଂ ତାକୁ କହିଲି, ପଛପଟରୁ ତୁ ମୋ ବିଆରେ ତୋ ବାଣ୍ଡକୁ ପଶା। ସେ ମଧ୍ୟ ସେୟା କଲା। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଧୁମ ଭାବରେ ସେ ଡେଇଁ ଚାଲିଲା। ଏମିତି ଡିଆଁ ଡେଇଁ ହେଉଥିବା ସମୟରେ ମୁଁ ପୁଣି କ'ଣ କଲି ନା ତାକୁ ତଳେ ଶୁଆଇଦେଲି ଏବଂ ତା ବାଣ୍ଡ ଉପରେ ପୁରା ଚଢ଼ିଗଲି ଏବଂ ତା ବାଣ୍ଡରେ ମୋ ବିଆକୁ ସମ୍ପୂର୍ଣ୍ଣ ଭାବରେ ପଶାଇ ଦେଇ ମୁଁ ଖାଲି ଡେଇଁବାକୁ ଲାଗିଲି। ସେ ଖାଲି ତଳେ ଶୋଇ ବହୁତ ବଢ଼ିଆ ଲାଗୁଛି କାକି ଏମିତି କହୁଥିଲା। ମୁଁ କ'ଣ କଲି ନା ନିର୍ଦ୍ଧୁମ ଭାବରେ 15 ମିନିଟ୍ ପର୍ଯ୍ୟନ୍ତ ମୁଁ ଖାଲି ଡେଇଁ ଚାଲିଲି। ତ ଏଇ ଡେଉଁଥିବା ସମୟରେ ତା ବାଣ୍ଡରୁ ସବୁ ବୀର୍ଯ୍ୟ
ମୋ ବିହା ଭିତରେ ପଶିଗଲା। ମୋର ମଧ୍ୟ ସେତେବେଳକୁ ପାଣି ବାହାରିବା ସମୟ ହେଇଥିଲା। ତେଣୁ ମୋ ବିହାରୁ ମଧ୍ୟ ସମ୍ପୂର୍ଣ୍ଣ ପାଣି ବାହାରିଗଲା। ଆମେ ପାଖାପାଖି 1 ଘଣ୍ଟା ଧରି ସେଦିନ ଏମିତି ଗିଆଁ ଗିଁ ହେଇଥିଲୁ ଏବଂ ବହୁତ ମଜା ପାଇଥିଲୁ। ଏଇଭଳିଆ ଗିଆଁ ଗିଁ ଆମେ ବହୁତ ଥର ହେଇଛୁ। ତ ସେସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ ଜଣାଇବି। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।